ଫକୀର ମୋହନ ସେନାପତି 13 ଜାନୁଆରୀ 1843 ମସିହାରେ ଜନ୍ମ, 14 ଜୁନ 1918 ମସିହାରେ ମୃତ୍ୟୁ। ଜଣେ ଓଡ଼ିଆ ଲେଖକ ଓ ତତ୍କାଳୀନ ଇଷ୍ଟ ଇଣ୍ଡିଆ କମ୍ପାନୀ ଅଧୀନରେ କାର୍ଯ୍ୟରତ ଜଣେ ଦେୱାନ ଥିଲେ। ସେ ଥିଲେ ପ୍ରଥମ ଓଡ଼ିଆ ଆଧୁନିକ କ୍ଷୁଦ୍ରଗଳ୍ପ ରେବତୀର ଲେଖକ। ଫକୀର ମୋହନ ସେନାପତି ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, କବିବର ରାଧାନାଥ ରାୟ, ସ୍ୱଭାବକବି ଗଙ୍ଗାଧର ମେହେର ଙ୍କ ସହ ମିଶି ଓଡ଼ିଆ ଭାଷା ଆନ୍ଦୋଳନର ପୁରୋଧା ଭାବରେ ଓଡ଼ିଆ ଭାଷାକୁ ବିଦେଶୀମାନଙ୍କ କବଳରୁ ବଞ୍ଚାଇବା ପାଇଁ ଲଢ଼ିଥିଲେ। ଫକୀର ମୋହନ ସେନାପତି ଓଡ଼ିଆ ସାହିତ୍ୟର କଥା ସମ୍ରାଟ ଭାବରେ ପରିଚିତ ଥିଲେ। ପିଲାଦିନେ 13 ଜାନୁଆରୀ 1843ରେ ମକର ସଂକ୍ରାନ୍ତି ଦିନ ବାଲେଶ୍ୱର ଜିଲ୍ଲାର ମଲ୍ଲିକାଶପୁର ଗାଁରେ ପିତା ଲକ୍ଷ୍ମଣଚରଣ ସେନାପତି ମାତା ତୁଳସୀ ଦେବୀଙ୍କ ଔରସରୁ ଜନ୍ମଗ୍ରହଣ କରିଥିଲେ। ତାଙ୍କୁ 1 ବର୍ଷ 5 ମାସ ବୟସ ବେଳେ ତାଙ୍କ ପିତା ଲକ୍ଷ୍ମଣଚରଣ ସେନାପତିଙ୍କର ମୃତ୍ୟୁ ଘଟିଥିଲା। ଏହାର ମାତ୍ର 14 ମାସ ପରେ ତାଙ୍କ ମାତା ତୁଳସୀ ଦେବୀ ମଧ୍ୟ ଇହଧାମ ତ୍ୟାଗ କରିଥିଲେ। ବାଲ୍ୟକାଳରୁ ଲାଳନ ପାଳନ ଭାର ଜେଜେମା ସମ୍ଭାଳିଥିଲେ। ଫକୀର ମୋହନଙ୍କ ପ୍ରକୃତ ନାମ ବ୍ରଜମୋହନ। ବାଲ୍ୟକାଳରେ ସେ ପ୍ରାୟତଃ ଅସୁସ୍ଥ ରହୁଥିବାରୁ ତାଙ୍କ ଜେଜେ ତାଙ୍କୁ ଫକୀରମାନଙ୍କ ପାଖକୁ ନେଇ ଯାଇଥିଲେ। ସେଠାରେ ଫକୀରମାନଙ୍କ ସମ୍ମାନାର୍ଥେ ତାଙ୍କ ଜେଜେମା ତାଙ୍କ ନାଁ ବଦଳାଇ ଫକୀର ମୋହନ ରଖିଥିଲେ। ଫକୀର ମୋହନଙ୍କର ଦାଦା ପୁରୁଷୋତ୍ତମ ସେନାପତି ଅତ୍ୟନ୍ତ ଈଶ୍ୱରପରାୟଣ ବ୍ୟକ୍ତି ଥିଲେ। ସେ ଫକୀର ମୋହନଙ୍କୁ ପାଠ ପଢ଼ାଇବାର ଅନୁମତି ଦେଉନଥିଲେ। ଫକୀର ମୋହନ ବାଲ୍ୟକାଳରେ ସବୁବେଳେ ଅସୁସ୍ଥ ରହୁଥିବାରୁ 9 ବର୍ଷ ବୟସରେ ସେ ଫଳା ଶିଖିବା ଆରମ୍ଭ କରିଥିଲେ। ପାଠ ପଢ଼ି ପଇସା ଦେବାର କ୍ଷମତା ନଥିବାରୁ ସେ ଶିକ୍ଷକଙ୍କ ଘରେ କାମ କରି ପଢ଼ୁଥିଲେ। ବିଦ୍ୟା ଆହରଣ କରିବାରେ ସେ କେବେ ସନ୍ତୁଷ୍ଟ ନଥିଲେ। ଯେତେ ବିଦ୍ୟା ଅଧ୍ୟୟନ କଲେ ବି ସେ ଆହୁରି ଅଧିକ ଜ୍ଞାନ ପ୍ରାପ୍ତ କରିବାରେ ଲାଗୁଥିଲେ। ନିଜ ମାତୃଭାଷାରେ ଜ୍ଞାନକୋଷ ଭରିବା ସହିତ ସେ ପାର୍ସୀ ଭାଷା ମଧ୍ୟ ଶିକ୍ଷା କରିଥିଲେ। ପିଲାଦିନେ ସେ ଶ୍ରମିକ ଭାବରେ ବାଲେଶ୍ୱରରେ ଥିବା ବନ୍ଦରରେ ମଧ୍ୟ କାର୍ଯ୍ୟ କରିଥିଲେ ଏବଂ ସେଠାରେ ସେ ବଙ୍ଗାଳୀ ଓ ସଂସ୍କୃତ ଭାଷା ମଧ୍ୟ ଶିକ୍ଷା କରିଥିଲେ। ମାଇନର ପାସ୍ କଲା ପରେ ସେ ବାଲେଶ୍ୱରର ବାରବାଟୀ ସ୍କୁଲରେ ବିଦ୍ୟା ଅଧ୍ୟୟନ କରିଥିଲେ। ସେଠାରେ ସେ ଇତିହାସ, ଭୂଗୋଳ ଏବଂ ଗଣିତ ଶିକ୍ଷା କରୁଥିଲେ। ସେ ନିଜର ପାରଦର୍ଶିତା ଯୋଗୁଁ ଶିକ୍ଷକମାନଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ। ତେବେ ଆର୍ଥିକ ଦୁରବସ୍ଥା ଯୋଗୁଁ ବିଦ୍ୟାଳୟର ମାସିକ ଖର୍ଚ୍ଚ 25 ଟଙ୍କା ଦେଇ ନ ପାରି ତାଙ୍କୁ ପାଠପଢ଼ା ତ୍ୟାଗ କରିବାକୁ ପଡ଼ିଥିଲା ଏବଂ ସେହି ବାରବାଟୀ ସ୍କୁଲରେ ତାଙ୍କୁ ମାସିକ 2 ଟଙ୍କା ଦରମାରେ ଶିକ୍ଷକ ଚାକିରି ମଧ୍ୟ କରିବାକୁ ହେଉଥିଲା। ସେଠାରେ ସେ ଇତିହାସ, ଭୂଗୋଳ ଏବଂ ଗଣିତରେ ଶିକ୍ଷାଦାନ ଆରମ୍ଭ କରିଦେଲେ। ଏହିସବୁ ବିଷୟରେ ସେ ନିଜର ଜ୍ଞାନକୁ ପ୍ରଗାଢ଼ କରାଇ ପାରିଥିଲେ। ବାଲେଶ୍ୱରରେ କଲେକ୍ଟରରେ କିଛି କାଳ ପାଇଁ ସେ କିରାଣୀ ଚାକିରି ମଧ୍ୟ କରିଥିଲେ। ପରବର୍ତ୍ତୀ କାଳରେ ସେ ବାଲେଶ୍ୱର ମିଶନ ସ୍କୁଲରେ 1871 ଯାଏଁ ଶିକ୍ଷକତା କରିଥିଲେ। ଫକୀର ମୋହନ ନିଜ ପରିଶ୍ରମ ବଳରେ ଇଂରେଜୀ ଶିକ୍ଷା କରିଥିଲେ। ଆରବିଆନ୍ ନାଇଟ୍ସ, ରବିନସନ୍ କ୍ରୁସୋ, ଇଂରେଜୀ ବାଇବେଲ ଭଳି କିଛି ଇଂରାଜୀ ବହି ପଢ଼ିବା ବେଳେ ସେ ଇଂରେଜ ଅଭିଧାନର ସାହାଯ୍ୟ ନେଉଥିଲେ। ଯଦିଓ ଫକୀର ମୋହନ 23 ବର୍ଷ ବୟସରେ ଇଂରାଜୀ ଶିକ୍ଷା ଆରମ୍ଭ କରିଥିଲେ, କିନ୍ତୁ ତାଙ୍କର ପ୍ରକୃତିଦତ୍ତ ଦକ୍ଷତା ପାଇଁ ସେ ବିଦେଶୀମାନଙ୍କର ମଧ୍ୟ ଦୃଷ୍ଟି ଆକର୍ଷଣ କରିପାରିଥିଲେ। ଉତ୍ତର ଜୀବନରେ ଶିକ୍ଷକତା କରିବା ସଙ୍ଗେ ସଙ୍ଗେ ସେ ଓଡ଼ିଆ, ଇଂରାଜୀ, ସଂସ୍କୃତ ଓ ବଙ୍ଗାଳୀ ଆଦି ଭାଷାରେ ଦକ୍ଷତା ହାସଲ କରିଥିଲେ ଓ ବିଭିନ୍ନ ଆଲୋଚନାମାନଙ୍କରେ ଭାଗ ନେଇ ବାଲେଶ୍ୱରର ବୁଦ୍ଧିଜୀବୀ ମହଲରେ ନିଜର ସ୍ୱତନ୍ତ୍ର ସ୍ଥାନ ପ୍ରତିଷ୍ଠା କରିଥିଲେ।
ବାରବାଟୀ ସ୍କୁଲରୁ ନିଜର ଶିକ୍ଷକତା ଜୀବନ ଆରମ୍ଭ କରିଥିବା ଫକୀରମୋହନ ପରବର୍ତ୍ତୀ ସମୟରେ ଖ୍ରୀଷ୍ଟିଆନ ମିଶନ ସ୍କୁଲରେ ପ୍ରଧାନ ଶିକ୍ଷକ ରୂପେ ନିଯୁକ୍ତି ପାଇଥିଲେ। ସେହି ସମୟରେ ଓଡ଼ିଆ ଛାତ୍ରମାନେ ସମସ୍ତ ପାଠ ବଙ୍ଗଳାରେ ପଢ଼ୁଥିଲେ। ତେଣୁ ସେ ଓଡ଼ିଆରେ ବିଭିନ୍ନ ବିଷୟରେ ପାଠ୍ୟପୁସ୍ତକ ରଚନା କରିଥିଲେ। ଜଣେ ଗର୍ବିତ ଓଡ଼ିଆ ଭାବରେ ସେ ଓଡ଼ିଆରେ ପାଠ୍ୟପୁସ୍ତକ ସବୁକୁ ଅନୁଦାନ କରି ଓଡ଼ିଶାର ଏବଂ ଓଡ଼ିଆ ଭାଷାର ସମ୍ମାନ ବହୁତ ଉପରକୁ କରିଦେଇଥିଲେ। ଖ୍ରୀଷ୍ଟିଆନ ମିଶନ ସ୍କୁଲରେ ସେ 1871 ଯାଏଁ କାର୍ଯ୍ୟ କରିଆସିଥିଲେ। ଏହି ସୂତ୍ରରେ ତାଙ୍କର ପରିଚୟ ହୁଏ ବାଲେଶ୍ୱରର ତତ୍କାଳୀନ କଲେକ୍ଟର ଜନ୍ ବିମ୍ସଙ୍କ ସହ। ସୁନା ଚିହ୍ନେ ବଣିଆ, ଗୁଣେ ଚିହ୍ନେ ଗୁଣିଆ ପରି ବିମ୍ସ ସାହେବ ଯିଏ ଜଣେ ପଣ୍ଡିତ ଥିଲେ, ଫକୀରମୋହନ ଅନ୍ତର୍ନିହିତ ପାଣ୍ଡିତ୍ୟକୁ ଚିହ୍ନି ପାରିଥିଲେ। ଏହି କାଳରେ ବିମ୍ସ ସାହେବ ବିଭିନ୍ନ ଭାରତୀୟ ଭାଷାର ତୁଳନାତ୍ମକ ବ୍ୟାକରଣ ଉପରେ ଗୋଟିଏ ପୁସ୍ତକ ରଚନା କରିଥିଲେ। ସେ ଫକୀରମୋହନଙ୍କ ଠାରୁ ଏଥିଲାଗି ଓଡ଼ିଆ ଶିକ୍ଷା କରିଥିଲେ। ଫକୀରମୋହନଙ୍କ ପାଣ୍ଡିତ୍ୟରେ ପ୍ରଭାବିତ ବିମ୍ସ ସାହେବ ତାଙ୍କୁ ନୀଳଗିରିରେ ଦେୱାନୀ ପଦ ପାଇଁ କରିବା ଲାଗି ଆଗ୍ରହ କଲେ। ଫକୀରମୋହନ ମଧ୍ୟ ଏହି ପ୍ରସ୍ତାବ ଗ୍ରହଣ କରିଥିଲେ। ତାଙ୍କର ମାସିକ ଦରମା ହେଲା 1000 ଟଙ୍କା। ଏହାପରେ ସେ ଓଡ଼ିଶାର ବିଭିନ୍ନ ସ୍ଥାନମାନଙ୍କରେ ଦେୱାନ ଦାୟିତ୍ୱ ତୁଲାଇଥିଲେ। 1871ରୁ 1875 ଯାଏଁ ନୀଳଗିରିରେ, 1876ରୁ 77 ଯାଏଁ ତାମପଡ଼ାରେ, 1877ରୁ 83 ଯାଏଁ ଢେଙ୍କାନାଳରେ, 1884ରୁ 86 ଯାଏଁ ଦଶପଲ୍ଲାରେ, 1886ରୁ 87 ଯାଏଁ ପାଲହାଡ଼ାରେ, 1887ରୁ 92 ଯାଏଁ କେଉଁଝରରେ, 1884ରୁ 86 ଯାଏଁ ପୁନର୍ବାର ଡମପଡ଼ାରେ ଏହି ଦାୟିତ୍ୱ ତୁଲାଇଥିଲେ। 1896ରୁ 1905 ଯାଏଁ ସେ କଟକର ଅବସ୍ଥାନ କରିଥିଲେ ଏବଂ ବିଭିନ୍ନ ସାହିତ୍ୟିକ ଅନୁଷ୍ଠାନମାନଙ୍କରେ ସେ ଅଂଶଗ୍ରହଣ କରିଥିଲେ। ଏତଦ୍ ପରେ ସେ ମୃତ୍ୟୁ ପର୍ଯ୍ୟନ୍ତ ବାଲେଶ୍ୱରରେ ରହି ଅବସ୍ଥାନ କରିଥିଲେ। ବ୍ୟକ୍ତିଗତ ଜୀବନରେ ଫକୀରମୋହନ ସେନାପତି 1856ରେ 14 ବର୍ଷ ବୟସରେ ବିବାହ କରିଥିଲେ। ତାଙ୍କର ପ୍ରଥମ ସ୍ତ୍ରୀଙ୍କ ନାମ ଥିଲା ଲୀଳା ଦେବୀ। ତାଙ୍କ ପ୍ରଥମ ସ୍ତ୍ରୀଙ୍କ ମୃତ୍ୟୁ ପରେ ସେ 1871ରେ କୃଷ୍ଣା କୁମାରୀଙ୍କୁ ପୁନର୍ବାର ବିବାହ କରିଥିଲେ। ତାଙ୍କର ପ୍ରଥମ ପୁତ୍ରର 1877ରେ 6 ବର୍ଷ ବୟସରେ ଅକାଳ ମୃତ୍ୟୁ ଘଟିଥିଲା। 1881ରେ ତାଙ୍କର ଦ୍ୱିତୀୟ ସ୍ତ୍ରୀଙ୍କ ଔରସରୁ ଦ୍ୱିତୀୟ ପୁତ୍ର ଜନ୍ମଗ୍ରହଣ କରିଥିଲେ। ତାଙ୍କର ଦ୍ୱିତୀୟ ସ୍ତ୍ରୀ ମଧ୍ୟ 1894ରେ ହଇଜାରେ ପରଲୋକଗାମୀ ହୋଇଥିଲେ। ପରବର୍ତ୍ତୀ କାଳରେ ନିଜ ପୁତ୍ର ସହ ମଧ୍ୟ ତାଙ୍କର ମନାନ୍ତର ଘଟିଥିଲା। ଏହିପରି ତାଙ୍କର ପାରିବାରିକ ଜୀବନ ନିତାନ୍ତ କଷ୍ଟଦାୟକ ଓ ଦୁର୍ଘଟଣାପୂର୍ଣ୍ଣ ଥିଲା। ଫକୀରମୋହନ ସେନାପତି ସାହିତ୍ୟର ବିଭିନ୍ନ ବିଭାଗ ଯଥା ଅନୁବାଦ ସାହିତ୍ୟ, କାବ୍ୟ କବିତା ଇତ୍ୟାଦିରେ ସେ ସାହିତ୍ୟ ସୃଜନ କରିଥିଲେ ହେଁ ସେ ମୁଖ୍ୟତଃ ଓଡ଼ିଆ ଉପନ୍ୟାସ ସାହିତ୍ୟରେ ସୃଷ୍ଟିକର୍ତ୍ତା ରୂପେ ସୁପରିଚିତ। 1897ରୁ 1915 ମଧ୍ୟରେ ରଚିତ ତାଙ୍କର 4ଟି ଉପନ୍ୟାସ 6 ମାଣ 8 ଗୁଣ୍ଠ, ମାମୁଁ, ପ୍ରାୟଶ୍ଚିତ୍ତ ଓ ଲଛମା ତତ୍କାଳୀନ ଅଷ୍ଟାଦଶ ଓ ଊନବିଂଶ ଶତାବ୍ଦୀର ଓଡ଼ିଶାର ସାମାଜିକ ଅବସ୍ଥାର ନିଚ୍ଛକ ଦର୍ପଣ। 6 ମାଣ 8 ଗୁଣ୍ଠ ଉପନ୍ୟାସରେ ଜମିଦାରଙ୍କ ଦେଇ ଗରିବ ଚାଷୀମାନଙ୍କର ଶୋଷଣର କାହାଣୀ ବର୍ଣ୍ଣିତ ହୋଇଛି। ଓଡ଼ିଆର ପ୍ରଥମ ଆତ୍ମଜୀବନର ମଧ୍ୟ ସେ ଥିଲେ ରଚୟିତା। ଏହାର ନାମ ଥିଲା ଆତ୍ମଜୀବନ ଚରିତ। କ୍ଷୁଦ୍ର ଗଳ୍ପ ମଧ୍ୟରେ ଫକୀରମୋହନ ସେନାପତି ଓଡ଼ିଆ ଗଳ୍ପ ସାହିତ୍ୟର ଜନକ ଥିଲେ। ଫକୀରମୋହନ ତାଙ୍କ ଜୀବନର ଶେଷ 21 ବର୍ଷ ମଧ୍ୟରେ ଗଳ୍ପ ଓ ଉପନ୍ୟାସ ରଚନା କରିଛନ୍ତି। 1860ରେ ଫକୀରମୋହନଙ୍କ ରଚିତ କ୍ଷୁଦ୍ର ଗଳ୍ପ ଲଛମନିଆ ତାଙ୍କରି ଦ୍ୱାରା ସମ୍ପାଦିତ ଓ ବାଲେଶ୍ୱରର ପ୍ରକାଶିତ ବୋଧଦାୟିନୀ ପତ୍ରିକାରେ ପ୍ରକାଶିତ ହୋଇଥିଲା। ତେବେ ଦୁର୍ଭାଗ୍ୟବଶତଃ ତାଙ୍କର ଆତ୍ମଜୀବନରେ ଏହା ବିଷୟରେ ସାମାନ୍ୟ ଟିକିଏ ବର୍ଣ୍ଣନା ବ୍ୟତୀତ ଏହି ଗଳ୍ପର ସ୍ରୋତ ସମ୍ବନ୍ଧରେ ଅନ୍ୟ କୌଣସି କ୍ଷୟ ମିଳେ ନାହିଁ। ନଚେତ୍ ସମଗ୍ର ଭାରତବର୍ଷରେ ଏହି ସାହିତ୍ୟିକ ବିଭାଗରେ ସ୍ରଷ୍ଟା ରୂପେ ସେ ବିବେଚିତ ହୋଇଥାନ୍ତେ। 1898ରେ ତାଙ୍କ ରଚିତ ରେବତୀ ଉତ୍କଳ ସାହିତ୍ୟ ପତ୍ରିକାରେ ପ୍ରକାଶିତ ହୋଇଥିଲା, ଯାହା
ପ୍ରଥମ ଓଡ଼ିଆ ଗଳ୍ପର ମାନ୍ୟତା ପାଏ। ରେବତୀ ଗଳ୍ପଟିରେ ଗୋଟିଏ ଛୋଟ ଝିଅର ପାଠ ପଢ଼ିବାର ଉତ୍ସାହ ଓ ଏଥିରେ ତା'ର ଅନ୍ତରାୟ ସାଜୁଥିବା ପାରିବାରିକ ଅନ୍ଧବିଶ୍ୱାସପୂର୍ଣ୍ଣ ଗ୍ରାମୀଣ ସମାଜର ଚିତ୍ରଣ କରାଯାଇଛି। ପରେ ଯେବେ ଗାଁରେ ମହାମାରୀ ବ୍ୟାପିଛି, ଏଥିପାଇଁ ତା'ର ଅଧ୍ୟୟନକୁ ଦାୟୀ କରାଯାଇଛି। ଫକୀରମୋହନଙ୍କ ରଚିତ ଅନ୍ୟ କ୍ଷୁଦ୍ର ଗଳ୍ପ ଗୁଡ଼ିକ ହେଲା ରେବତୀ, ବାଲେଶ୍ୱର ପଙ୍ଗାଲୁଣ, ବାଲେଶ୍ୱର ରାହାଜାନୀ, ମୌନାମୌନି, ପୁନଃମୂଷିକ ଭବନ, ଡାକମୁନିସ୍, କାଳିକା ପ୍ରସାଦ ଗୋରାପ, କମଳା ପ୍ରସାଦ ଗୋରାପ, ଧୂଳିଆ ବାବା, ପେଣ୍ଟେଟ୍ ମେଡ଼ିସିନ, ସୁନା ବୋହୂ, ବୀରେଇ ବିଶ୍ୱାଳ, ରାଣ୍ଡିପୁଅ ଅନନ୍ତା, ବଗୁଲା ବଗୁଲି, ସଭ୍ୟ ଜମିଦାର, ଅଜାନାତି କଥା, ମାଧବଦ ମହାନ୍ତିଙ୍କ ସୁନାକନ୍ୟା, ଅଧର୍ମବୀତ, ପାଠୋଇ ବୋହୂ, ଗାରୁଡ଼ି ମନ୍ତ୍ର। କବିତା ମଧ୍ୟରେ ଫକୀରମୋହନଙ୍କ ପ୍ରଥମ କବିତା ସଂକଳନ ହେଉଛି ଉତ୍କଳ ଭ୍ରମଣ, ଯାହା 1892ରେ ପ୍ରକାଶ ପାଇଥିଲା। ତାଙ୍କର ଅନ୍ୟାନ୍ୟ ପଦ୍ୟ କୃତିମାନଙ୍କ ମଧ୍ୟରେ ପୁଷ୍ପମାଳା, ଉପହାର, ପୂଜାଫୁଲ, ପ୍ରାର୍ଥନା, ଅବସର ବାସରେ ଓ ଧୂଳି ଇତ୍ୟାଦି ପ୍ରଧାନ। ନିଜସ୍ୱ କୃତି ବ୍ୟତୀତ ସେ ମଧ୍ୟ ସଂସ୍କୃତ ମହାଭାରତ ଓ ରାମାୟଣକୁ ଓଡ଼ିଆରେ ଅନୁବାଦ କରିଥିଲେ। ଏ ଦୁଇଟି ଯାକ ଆକ୍ଷରିକ ଅନୁବାଦ ନୁହେଁ, ବରଂ ଭାବାନୁବାଦ। ତାଙ୍କର ପ୍ରଥମ ସ୍ତ୍ରୀ ରୋଗଶଯ୍ୟାରେ ଥିବାବେଳେ ରାମାୟଣ ଓ ମହାଭାରତକୁ ଓଡ଼ିଆରେ ଶୁଣିବାକୁ ଇଚ୍ଛା କରିଥିବାରୁ ସେ ଏହି ଦୁଇ ଅନୁବାଦ କରିଥିଲେ। ତେବେ ତାଙ୍କର ଏହି ରଚନାଦ୍ୱୟ ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରୁଥିବାରୁ ତାଙ୍କର ଏହି ମହତ୍ ପ୍ରଚେଷ୍ଟା ଲାଗି ତାଙ୍କୁ ବ୍ୟାସକବିର ଆଖ୍ୟା ଦିଆଯାଇଛି। ତତ୍କାଳୀନ ବାମଣ୍ଡାର ରାଜାଙ୍କ ଦ୍ୱାରା ସେ ମଧ୍ୟ ସରସ୍ୱତୀ ଉପାଧିରେ ଭୂଷିତ ହୋଇଥିଲେ। ପତ୍ରପତ୍ରିକା ସଂଗଠନ କ୍ଷେତ୍ରରେ ଫକୀରମୋହନ ସେନାପତି 1868ରେ ସେ ନିଜସ୍ୱ ପ୍ରଚେଷ୍ଟା ବଳରେ ବାଲେଶ୍ୱରରେ ଉତ୍କଳ ପ୍ରେସ୍ ନାମରେ ଏକ ଛାପାଖାନା ପ୍ରତିଷ୍ଠା କରିଥିଲେ, ଯାହା ହେଉଛି ଓଡ଼ିଶାର ଦ୍ୱିତୀୟ ଛାପାଖାନା। ଏହିଠାରୁ ସେ ଓଡ଼ିଶାରେ ବିଭିନ୍ନ ପତ୍ରିକା ଓ ସମ୍ବାଦପତ୍ରମାନ ସମ୍ପାଦନ ଓ ପ୍ରକାଶନ କରିଥିଲେ। ଏଥିମଧ୍ୟରୁ ବୋଧଦାୟିନୀ, ନବସମ୍ବାଦ ଓ ସମ୍ବାଦ ବାହିକା ଆଦି ପ୍ରଧାନ। ପ୍ରଥମ ଅବସ୍ଥାରେ ସେ ପ୍ରକାଶକ, ଲେଖକ, ସମ୍ପାଦକ, ମୁଦ୍ରଣକାରୀ, ବଣ୍ଟନକାରୀ ଓ ମାଲିକ ଥିଲେ। ପରବର୍ତ୍ତୀ ସମୟରେ ସେ ରାଧାନାଥ ରାୟ ଓ ମଧୁସୂଦନ ରାଓଙ୍କୁ ନିଜର ସହକର୍ମୀ ଭାବରେ ନେଇଥିଲେ ଏବଂ ସେମାନେ ମିଶି ବୋଧଦାୟିନୀ ପାଇଁ ଗଳ୍ପ ଲେଖୁଥିଲେ। ଓଡ଼ିଆ ଭାଷାର ଉନ୍ନତି ଓ ପ୍ରଚାର ନିମନ୍ତେ ସେ 1876ରେ ଉତ୍କଳ ଭାଷା ଉନ୍ନତି ବିଧାନ ସଭା ନାମକ ଏକ ସଂଗଠନ ଗଢ଼ିଥିଲେ। ଉତ୍କଳ ସାହିତ୍ୟ ସମାଜର 1912 ଓ 1917ର ବାର୍ଷିକ ସଭାରେ ସେ ସଭାପତିତ୍ୱ ଦାୟିତ୍ୱ ତୁଲାଇଥିଲେ। 1915 ମସିହାରେ ଫକୀରମୋହନ ସତ୍ୟବାଦୀ ବିଦ୍ୟାଳୟକୁ ପରିଭ୍ରମଣରେ ଯାଇଥିଲେ ଏବଂ ସେଠାରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କର କାର୍ଯ୍ୟ ଦେଖି ଅତ୍ୟନ୍ତ ଖୁସି ହୋଇଥିଲେ। ଏହା ଥିଲା ଆମର ବ୍ୟାସକବି ଫକୀରମୋହନ ସେନାପତିଙ୍କର ଜୀବନୀ।